କଥା କହିଲେ ମେଘବାହାନ ମନେ ମନେ ବିଚାର କଲା କହିଲା କିଛି ପାଇବା ପାଇଁ ହେଲେ କିଛି ହରେଇବା ପାଇଁ ପଡିବ ପାଇବା ପାଇଁ ହେଲେ କିଛି ହରେଇବା ପାଇଁ ପଡିବ ରାଜି ହୋଇଗଲା ମେଘବାହାନ ରାଜି ହୋଇଗଲା ଗୋ ସୁନ୍ଦରୀ ମୁଁ ତୁମକୁ ବିବାହ କରିବି କିନ୍ତୁ ନାଗମଣି ପାଇଲା ପରେ ଏ କଥା ଉଭୟ ଆଲୋଚନା କରି ଚାଲିଗଲେ ପାତାଳପୁରକୁ ପାତାଳପୁରରେ ଯାଇ ପ୍ରତ୍ୟେକ ପୁରମାନ ଦର୍ଶନ କରୁଛନ୍ତି ମଣି ମାଣିକ୍ୟ ବୈଦୁର୍ଯ୍ୟ ଏମିତି ଅନେକ ପୁର ଭ୍ରମଣ କରି ଦେଖୁଛନ୍ତି ମେଘବାହାନ ମନେ ମନେ ଆନନ୍ଦିତ ହୋଇଗଲେ ଯାହା ହଉ ମୋହିନୀ ଦ୍ୱାରା ମୋହିନୀ ଯୋଗୁ ଆଜି ସବୁ ସମ୍ଭବ ହେଲା ହେ ମୋର ପଣ୍ଡିତ ମଣ୍ଡଳୀ କିନ୍ତୁ ନାଗମଣି ଦେବାକୁ କଥା ଦେଇଛନ୍ତି ଅନେକ ଦିନ ଚାଲିଗଲା ମନେ ମନେ ଦିନେ ବିଚାର କଲା ହେଲା ମୋହିନୀ ମତେ ସାଙ୍ଗରେ ଆଣିଲା ଆଜି ପର୍ଯ୍ୟନ୍ତ ନାଗମଣି କଥା ଦିନକ ପାଇଁ ମତେ ଦେଖିଲା ନାହିଁ ବୋଲେ ମଣି ଦେବା କହି ଡକାଇ ଆଣି ମଣି ଦେବା କହି ଡକାଇ ଆଣି ଇଏ ହଉଛି ରସକୁଲିଆ ରାଗ ମଣି ଦେବା କହି ଡକାଇ ଆଣି ମଣି ଦେବା କହି ଡକାଇ ଆଣି ଭୁଲାଇ আজি পর্যন্ত মণি ধলা কে কলা মু দেখিলি না যেতবেলে এ কথা কহিলা আনন্দিত হই মোহিনী কলা কোন গৃহ মধ্যকু প্রবেশ করি নাগমণি দুইটি আনি ধরে দেলা আচ্ছা আচ্ছা তাহলে আউ কোন তোমার সন্দেহ আছে তাহলে নাই মোর আউ কিছু সন্দেহ নাই তাহলে বিবাহ কেতেবেলে হবো তাহলে নিশ্চিত ভাবে বিবাহ হবো হে মোর জ্ঞানী মণ্ডলী দিনে দুই দিন চারি দিন চালি গলা আচ্ছা মনে মনে বিচার কলা মেঘবাহান কলা তেড়ে পদ্মসেন রাজাଙ୍କୁ କଥା ଦେଇ ଆସିଛି ପଦ୍ମାବତୀକୁ ବିବାହ କରିବା ପାଇଁ ପଦ୍ମସେନ ରାଜାଙ୍କର ଚକ୍ଷୁ ସ୍ପର୍ଶ କରାଇ ଚକ୍ଷୁ ସେନା ଭଲ ହେଲେ ମୁଁ ପଦ୍ମାବତୀକୁ ବିବାହ କରିବି ତାପରେ ମୋହିନୀକୁ ବିବାହ କରିବି ଏ କଥାକୁ ଚିନ୍ତା କରି ରାତିରେ ଲୁଚି 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 ଚୋରଙ୍କ ଭଳି ଚାଲି ଯାଉଛି ହଠାତ୍ ନଜର ପଡିଗଲା ମୋହିନୀର ଆସି ପହଞ୍ଚିଗଲା କହିଲା ମେଘବାହାନ ଏ ଚୋରଙ୍କ ଭଳି କୁଆଡେ ଲୁଚି ଲୁଚି ପଡୁଛ ଏଇଠି ଉତ୍ତର ଦଉଛି କିଏ ସେନା ମେଘବାହାନ କହିଲା ସତ୍ୟ କଥା ହେଲା ମୋହିନୀ ମୁଁ କଥା ଦେଇ ଆସିଛି ପଦ୍ମସେନ ରାଜାଙ୍କୁ ପଦ୍ମସେନ ରାଜାଙ୍କ ଚକ୍ଷୁରେ ସ୍ପର୍ଶ କରାଇ ଦେଲେ ତାଙ୍କ ଚକ୍ଷୁ ଖୋଲି ଗଲେ ମୁଁ ଯାଇ ପଦ୍ମାବତୀକୁ ବିବାହ କରିବି ତାପରେ ମୁଁ ତୁମକୁ ବିବାହ କରିବି ହସିଦେଲା ମୋହିନୀ କହିଲା ମୁଁ ନାଗମଣି ଦେବି ତୁମେ ପଦ୍ମାବତୀକୁ ବିବାହ କରିବ ଭଲ ଆଉ ଏ କଥା କେବେ ହୋଇପାରିବ ନାହିଁ ମତେ ତୁମେ ବିବାହ କରିବା ପାଇଁ ପଡିବ ଅନେକ ଯେତେବେଳେ ବାଧ୍ୟ କଲେ ମନା କରିଦେଲା ମେଘବାହାନ କହିଲା ପଦ୍ମାବତୀକୁ ବିବାହ କରି ସାରିବା ପରେ ମୁଁ ତୋତେ ବିବାହ କରିବି ରାଗରେ ଜର୍ଜରିତ ହୋଇ ମୋହିନୀ କହିଲା ରେ ମେଘବାହାନ ତୋର ସୁନ୍ଦର ପଣକୁ ଦେଖି ଯେ କେହି ଆକୃଷ୍ଟ ହୋଇଯାଉଛି ମୁଁ ତ ସୁନ୍ଦର ପଣକୁ ଆଜି ଅସୁନ୍ଦର କରିଦେବି ମୋହିନୀ କହିଲା ମୁଁ ଯଦି ତୁମକୁ ପତି ପଦରେ ବରଣ କରିଥାଏ ମୁଁ ଯଦି ସତୀ ନାରୀ ହୋଇଥାଏ ଆଜିଠାରୁ ତୁମେ ଗଳିତ କୁଷ୍ଠ ରୋଗୀ ହୋଇଯାଅ ମୁଁ ଯଦି ତୁମକୁ ବିବାହ ନ କଲି ତୁମକୁ ଯେମିତି କାହାକୁ ବିବାହ କରିବା ପାଇଁ ସୁଯୋଗ ଦେବି ନାହିଁ ହେ ମୋର ଜ୍ଞାନୀ ମଣ୍ଡଳୀ ଯେତେବେଳେ ଯେତେବେଳେ ଏ କଥା କହିଲା ହାତକୁ ଯୋଡ଼ି ଦଉଛି ଆଜି ମେଘବାହାନ କହିଲା ଗୋ ସୁନ୍ଦରୀ ମୁଁ କିଏ ଦୋଷ କରିଥିଲି ତୁମେ ମତେ ଗଳିତ କୁଷ୍ଠ ରୋଗୀ କରିଦେଲ ଠିକ ଅଛି ଯଦି ଗଳିତ କୁଷ୍ଠ ରୋଗୀ କରିଦେଲ
यार मुक्ति बाट कोन अछि कि ना मोहिनी कहिला अछि ना कोन कहिला ए पातालपुर को गोटे 7 बरसर पुआ आसी पातालपुर गोटे अमुहा देउल रहिछि ता मध्य चंद्रशेखर ठाकुर अछंती इंद्र नीलमणि रहिछि से इंद्र नीलमणि नै तुम देहरे स्पर्श कराइले तुमी कुष्ठरोग मुक्ति अच्छा अच्छा अन्य किछि बाट नाही किंतु सावधान कोन कहिले मेले अन्य कहार से तुम्हारा हेले चढ़ी बनाए तुमारा सारो कुमारा थीवा जन्म होए तुमारा सारो कुमारा थीवा जन्म मोहिनी कहिला मने रख मेघ बाहन ए पातालपुर को जो 7 बरसर पुआ आसीबो से अन्य का पुआ हेले हबो नाही तुम औरसर जन्म होई थिबा दरकार अच्छा अच्छा आश्चर्य होई गला मेघ बाहन कला मोह औरसर पुडी पुत्र जन्म हबो कहिला मेघ बाहन मने मने विचार करूछि ये सुजोग केतेबेले मते आसीबो कुष्ठरोग मुक्ति हेबी हे मोर ज्ञानी मंडली ए छाउ गोटे पद कहूछि मोहिनी कोन कहिला बोला एक कथा जद्यापि सुनी रख मेघ बाहन एक कथा जद्यापि कहि हो जाई